ଦଶମ ସ୍କନ୍ଦ ଦ୍ୱାରିକା ଲୀଳା ଶ୍ରୀ 50 ଅଧ୍ୟାୟ ଶ୍ରୀ ଶୁକ ଉବାଚ। ଶୁକ କହନ୍ତି, ପରୀକ୍ଷିତ ରାଜନ ଶୁଣ ଏକଚିତ, ଗୋବିନ୍ଦ ଆଜ୍ଞା ପରମାଣେ ଅକ୍ରୂର ଗଲା ତତ୍କ୍ଷଣେ। ମିଳିଲା ହସ୍ତିନା ମଣ୍ଡଳେ ବନ୍ଧୁ ବାନ୍ଧବ ଏକ ମେଳେ, ଭୀଷ୍ମ ବିଦୁର ସଙ୍ଗେ ନୃପ ଗାନ୍ଧାରୀ କୁନ୍ତି ଦ୍ରୋଣ କୂପ। ଏ ରବି କୁମର ଦୁର୍ଯ୍ୟୋଧନ ଦ୍ରୋଣ ନନ୍ଦନ ଦୁଃଶାସନ, ପଣ୍ଡୁର ପଞ୍ଚପୁତ୍ର ଦେଖି ଅଶ୍ରୁ ପୂରିତ କଲା ଆଖି। ଅକ୍ରୂର ଦେଖି ଜଣ ଜଣ ଆନନ୍ଦେ କଲା ଆଲିଙ୍ଗନ, ବନ୍ଧୁ କୁଶଳ ପଚାରିଲେ ଆନନ୍ଦେ ଅକ୍ରୂରର ତୁଲେ। ଅକ୍ରୂର ବିଚାର ହି ମନେ ବିଶ୍ୱାସ ଜାଣିବି କେଶନେ, ଏ ସ୍ୱାମୀ ମରଣେ ଅଶ୍ରୁମୁଖୀ ପଞ୍ଚ ବାଳକ ଘେନି ଦୁଃଖୀ। ଏ କୁନ୍ତି ଅଛନ୍ତି ଏହା ଘରେ କିଏ ବା ବିଚାରି ମନରେ, ନିଶ୍ଚୟ ଖଳ ଜାତିହୀନ ଅନ୍ଧ ସ୍ୱଭାବେ ହତ ଜ୍ଞାନ। ସତେ କୁମାର ପଞ୍ଚ ମେଳେ କାହିଁ ରହିବ କୁଶଳେ, ଏ ପଣ୍ଡୁ ପୁତ୍ରଙ୍କ ଗୁଣ ଯେତେ ଅନ୍ଧ ନ ସହେ ହୃଦ ଗତେ। ତେଜ ପ୍ରତାପ ବୀର୍ଯ୍ୟ ଗୁଣ ରାଜନ ନୀତି ସଟ ଗୁଣ, ଏ ଆଦି ପୁତ୍ର ଅନୁରାଗେ ଦେଖି ନ ପାରେ ସୁଖ ଭୋଗେ। ମାରିବା ପାଇଁ ବିଚାରିଲେ କପଟେ ବିଷ ଲଡୁ ଦେଲେ, ଏ ଆଦି ଯେତେକ ବ୍ୟବହାର ଏକାନ୍ତେ କହିଲେ ବିଦୁର। ଏ କୁନ୍ତି କହିଲା ଏହି ମତେ ଶୁଣି ଅକ୍ରୂର ଦୁଃଖ ଚିତ, ଏ କୁନ୍ତି ଅକ୍ରୂର ମୁଖ ଚାହିଁ କହନ୍ତି ଶୋକ ଭର ହୋଇ, କାନ୍ଦନ୍ତେ ଅଧର କମ୍ପଇ ଜନ୍ମ ମନ୍ଦିର ସୁମରଇ। ହେ ଭ୍ରାତ ଶୁଣ ମୋ ଉତ୍ତର ତାତ ଜନନୀ ଯେ ମୋହର, ଭାଇ ଭଗିନୀ ବନ୍ଧୁ ନାରୀ ସଖା ଶ୍ରୁଦ ଆଦି କରି, ଯେତେ ଅଛନ୍ତି ସହୋଦର ଚିନ୍ତା କରନ୍ତି ଟିକି ମୋର। ଏ ସ୍ୱାମୀ ମରଣେ ଦୁଃଖ ପାଇ ପଞ୍ଚ ବାଳକ ସଙ୍ଗେ ନେଇ, ଏହାଙ୍କ ଘରେ ବନ୍ଦୀ ପ୍ରାୟ ଦେଖି ଦୁଃଖିତ ମୋର ପୁଏ। ଅର୍ଜିଲା କର୍ମ ଏ ମୋର କିସ କରିବି ସହୋଦର, ତୋର ଭ୍ରାତା ବସୁଦେବ ଯାହାର ସୁତ ବାସୁଦେବ। ସେ କୃଷ୍ଣ ଶରଣ ସୋଦର ଚିନ୍ତା କରନ୍ତି ଟିକି ମୋର, ମାତୃ ଭଗିନୀ ସୁତ କଥା ସେ ନାଥ ନ କରେ ତ ଚିନ୍ତା। ପଦ୍ମଲୋଚନ ହଳଧର ତାର ଶରଣ ମୋ କୁମର, ଶତ୍ରୁଙ୍କ ମଧ୍ୟ ମୋର ବାସ ଗୁରୁ କୁଟୁମ୍ବେ ଅବିଶ୍ୱାସ। ଶାର୍ଦୁଳ ମଧ୍ୟ ମୃଗ ଥାଇ ଯେସନେ ଜୀବନ ନଥାଇ, ମୋର ବାଳକେ ପିତୃହୀନ ହେମନ୍ତ ମୋହର ଜୀବନ। ସେ ହରି ମୋର ଘରେ ଆସି କୋମଳ ବଚନେ ଆଶ୍ୱାସୀ, ଶାନ୍ତ କରିବ ମୋର ମନ ତା ପାଦେ ପଶିଲି ଶରଣ। ପାଇ ବେଦନା ପାଶୋରିଛି ମୋ ମନ ତାକୁ ହୃଦେଇଛି, ସେ କୃଷ୍ଣ ମାୟା ଅଗୋଚର ବିଶ୍ୱ ପାଳକ ଦାମୋଦର। ପଞ୍ଚ ବାଳକ ସଙ୍ଗେ ଘେନି ଶରଣ ରଖୁ ଅନ୍ତର୍ଯାମୀ, ମୁଁ ତାରେ ଶରଣ ପଶିଛି ମନ ବେଦନା ପାଶୋରିଛି। ମୃତ୍ୟୁ ସଂସାରେ ହୋଇ ଜନ୍ମ ଭାଳଇ ପାଇ ଖେଦ ମନ, ମନ ଦେଇଛି ତାର ପାଦେ ତରିବି ବୋଲି ଅପ୍ରମାଦେ। ତା ପାଦୁ ଅନ୍ୟ ଠାବ ନାହିଁ ଏମନ୍ତ ପ୍ରାୟ ମୁଁ ମଣଇ, ନମସ୍ତେ ବିଷ୍ଣୁ ବିଶ୍ୱ ଦେଇ ଯିବ ପରମ ଆତ୍ମା ସେ। ଯଜ୍ଞ ସ୍ୱରୂପ ଯୋଗେଶ୍ୱର ଭୋନାଥ ଶରଣ ମୁଁ ତୋର, ଏମତେ ସୁମନେ ସୁମରି କୃଷ୍ଣ ଚରଣ ଧ୍ୟାନ କରି। କାନ୍ଦେ ଅକ୍ରୂର ମୁଖ ଚାହିଁ ପରୀକ୍ଷ ତୋ ପ୍ରପିତାମୟୀ, ପାଣ୍ଡବ ଜନନୀ ରୋଦନ ଶୁଣି ଅକ୍ରୂର ଖେଦ ମନ। ନିକଟେ ବସିଲା ଅକ୍ରୂର କହି ହୋଇ ଚିନ୍ତା ହରମ୍। ଅକ୍ରୂର ବାଚ, ଭୂମାତା ସାବଧାନେ ଶୁଣ ତୋହର ପୁତ୍ରଙ୍କର ଗୁଣ, ଧର୍ମ ପବନ ସୁନା ଶିର ବିବୁଧ ଅଶ୍ବିନୀ କୁମାରମ୍। ଏହାଙ୍କ ଅଂଶେ ଜାତ ହୋଇ ଭାରା ନିବାରେ ପାଞ୍ଚ ଭାଇ, ଅନାଦି ବିଷ୍ଣୁ ଯାର ବନ୍ଧୁ ଏହା ନ ବୁଝି କିମ୍ପା କାନ୍ଦୁ। ହେମନ୍ତ କହି କଲେ ଶାନ୍ତି ଶୁଣି ହରସ ମନେ କୁନ୍ତି, ଏ ଅକ୍ରୂର ବିଚାର ଇ ଚିତ୍ତେ ମୁଁ ଯେ ରହିଲି ମାସ କେତେ। ବୁଝିଲି ରାଜାର ବ୍ୟବହାର ଏବେ ମୁଁ ଯିବି ନିଜ ଘର, ହେମନ୍ତ ମନେ ବିଚାର ଇ ବିଦୁର ହସ୍ତେ ହସ୍ତ ଦେଇ। ତକ୍ଷଣେ ଅକ୍ରୂର ବିଦୁର ମିଳିଲେ ରାଜାର ମନ୍ଦିର, ପୁତ୍ର ଲାଳସେ କୁରୁପତି ବିଷମ ଦଣ୍ଡ ତାର ମତି। ବନ୍ଧୁ ଶ୍ରୁଦ ମଧ୍ୟ ରହି ଅକ୍ରୂର ବୋଲେ ଅନ୍ଧ ଚାହିଁ, ଏ ରାମ ଗୋବିନ୍ଦର ବଚନେ ଅକ୍ରୂର କହେ ତୋଷ ମନେ। କୁରୁ ବଂଶେ ବିଦ୍ୟମାନ ବିଚିତ୍ର ବୀର୍ଯ୍ୟର ନନ୍ଦନ, ପଣ୍ଡୁ ରାଜାର ଅନ୍ତ କାଳେ ରାଜା ହୋଇଲୁ କୁରୁକୁଳେ। ଧର୍ମେ ପାଳନ କର ମହି ପ୍ରକାର ହିତେ ଚିତ୍ତ ଦେଇ, ଧର୍ମେ ପାଳନ କର ମହି ପ୍ରଜାର ହିତେ ଚିତ୍ତ ଦେଇ। ସତେକ ପୁତ୍ର ଛନ୍ତି ତୋର ଏ ପଞ୍ଚ ପଣ୍ଡୁର କୁମର, ଏହାଙ୍କୁ ଦେଖ ସମ କରି ଯେବେ ପାଇବୁ ଯଶ ଶ୍ରୀ। ଏହା ନ କରି ମୂଢ଼ ପ୍ରାୟ ଯେବେ ବୁଡ଼ିବୁ ଲୋଭମୟେ, ଅଧର୍ମ କରି ଇହ ଲୋକେ ଅନ୍ତେ ପଡ଼ିବୁ ତୁ ନରକେ। ଏ ଯେ ପଣ୍ଡୁର ପାଞ୍ଚ ପୁଏ ତୋର ସତେକ ତନୟେ, ଏଣେ ସମାନ ଚିତ୍ତ କର ତତେ ରଖିବେ ଦାମୋଦର। ଏ ଭବ ମଧ୍ୟ ଯେତେ ଜନ ନିତ୍ୟ ନଥାନ୍ତି ଏକ ସ୍ଥାନ, ନିଜ ଶରୀର ନର ହୋଇ ସୁତ କଳତ୍ର ଆର ଖାଇ। ଏ ଜୀବ ଆତ୍ମା ଏକ ହୋଇ ନାନା ଯୋନିରେ ଦେହ ହୋଇ, କର୍ମ ବିପାକେ ଛାଡ଼େ ଦେହ ନିତ୍ୟ କଳ୍ପିତ ମାୟା ମୋହ। ଏ ଭୁଞ୍ଜଇ ଦୁଃଖ ସୁଖ ବଳେ ଏକା ଭ୍ରମଇ ଅନ୍ତରାଳେ, ଅଧର୍ମେ ସଞ୍ଚଇ ଯେ ଧନ ତାର ବିନାଶେ ଭୁଞ୍ଜେ ଅନ୍ୟ। ଅଧର୍ମ ମାର୍ଗେ ମୂଢ଼ ପ୍ରାଣୀ ଧନ ସଞ୍ଚୟ ଗୃହେ ଆଣି, ପୁତ୍ର କଳତ୍ର ବନ୍ଧୁ ଭାଇ ସଞ୍ଚିଲା ଧନ ତାର ଖାଇ।
ଯେ ଯାହାର ପଥେ ଯାନ୍ତି ବେଗେ ଦୁଷ୍କୃତ ରହେ ତାର ସଙ୍ଗେ ମୋର କୁଟୁମ୍ବ ବୋଲି କହେ ଅଧର୍ମ କରେ ନିଜ ଦେ ଧନ ସଞ୍ଚୟ କରି ପୋଷେ ସେ କାହିଁ ଥିବ ତାର ପାଶେ ଏ ବିଷ୍ଣୁର ମାୟା ବଳେ ଭ୍ରାନ୍ତି ଅନାଥ କରି ଛାଡ଼ି ଯାନ୍ତି ଆବରି ଆପଣାର ପଥ ଧନ ଜୀବନ ଦ୍ୱାରା ସୁତମ ଏ ମୋର ମାୟାକୁ ଆବରି ସେ କହେ ମୋହରି ମୋହରି ତାହାକୁ କହି ଅପଣ୍ଡିତ ସଞ୍ଚିଲା ପାପେ ହୋଇ ଗ୍ରସ୍ତ ପଡ଼ିବ ଅନ୍ଧକାର ବ୍ରହ୍ମେ ମହା ନରକେ ଅତି ଶ୍ରମେ ସ୍ୱଧର୍ମେ ଛାଡ଼ିଲେ ହେମନ୍ତ ଏ ବେଦ ପୁରାଣର ହେମତ ପବନ ପ୍ରାୟତଃ ଜଗତେ ଭ୍ରମଇ ମାୟା ମନୋରଥ ତୁ ମହାପୁରୁଷଙ୍କର ଅଂଶ କିମ୍ପାଇଁ ହେଉ ବୁଦ୍ଧିଭ୍ରଂଶ ମାୟାକୁ ଆତ୍ମାଜ୍ଞାନ ଭେଦି ଚଞ୍ଚଳ ଇନ୍ଦ୍ରିୟ ନିରୋଧୀ ମନ ଦୃଷ୍ଟିରେ ଶାନ୍ତି ଭୋଜ ତୁ କୁରୁ ବଂଶେ ମହାରାଜ ହେମନ୍ତ ଅକ୍ରୂରର ବାଣୀ କହି ଧୃତରାଷ୍ଟ୍ର ଶୁଣି ଧୃତରାଷ୍ଟ୍ର ବାଚ ଅକ୍ରୂର କହୁଅଛୁ ଯେତେ ଅମୃତ ପ୍ରାୟ ମଣେ ଚିତେ ମନୁଷ୍ୟ ପାଇ ସୁଧା ରସ ପିବନ୍ତେ ନୁହେଁ ଯେନେ ଦୋଷ ଏ ମନୁଷ୍ୟ ପାଇ ସୁଧା ରସ ପିବନ୍ତେ ନୁହେଁ ଯେନେ ତୋଷ ତୋର ବଚନ ସେହି ମତ ଶୁଣି ଚଞ୍ଚଳ ମୋର ଚିତ ତୋ ବାଣୀ ନ ରହେ ମୋ ମନେ ମେଘେ ବିଜୁଳି ରୂପ ଦେନେ ପୁତ୍ରାନୁଭାବେ ମୋର ଚିତ ଈଶ୍ୱର ମାୟାରେ ମୋହିତ ହେମନ୍ତ ଗୋବିନ୍ଦର ମାୟା ଅନ୍ୟଥା କରିବ କେ ତାହା ଅବନିଭାରେ ଭାବଗ୍ରାହୀ ଯାଦବ ବଂଶେ ଜାତ ହୋଇ ଏକଥା ତାହାର ଅଭିୟାନ ଅକ୍ରୂର ସ୍ଥିର ମନେ ଶୁଣ ଏ ବିଷ୍ଣୁର ମାୟାର ମହିମା କେ ଜାଣି ପାରେ ତାର ସୀମା ସେ ମାୟା ବଳେ ଗୁଣ ତିନି ଆପଣା ଭ୍ରମେ ନାନା ଜନି ଜୀବର ରୂପେ ତହିଁ ଆସି ଭୁଞ୍ଜଇ କର୍ମ ଫଳ ବସେ ପରମ ବୀର୍ଣ୍ଣ ରୂପେ ଥାଇ କରନ୍ତା କର୍ମ ନ ଲାଗଇ ହେମନ୍ତ ମହିମା ତାହାର ମୁକିଶ କହିବି ପାମର ତାହାର କ୍ରୀଡ଼ାରେ ଜଗତ କେ ଜାଣିପାରେ ତାର ମତ ଏ ସଂସାରେ ଚକ୍ରଗତି କରି ମାୟାର ବଳେଛନ୍ତି ଧରି ଏ ତାହାଙ୍କୁ ମୋର ନମସ୍କାର ଛାମୁରେ କହ ଯା ଅକ୍ରୂର ହେମନ୍ତ ରାଜାର ବଚନ ଅକ୍ରୂର ଶୁଣି ତୋଷ ମନ ବନ୍ଧୁବାନ୍ଧବ ପାଦେ ଲାଗି କର ପ୍ରସାରି ଆଜ୍ଞା ମାଗି ମଥୁରା ଗଲା ତତ୍କ୍ଷଣେ ମିଳିଲା ଗୋବିନ୍ଦ ଚରଣେ ଏ ରାମର ପାଦେ ହସ୍ତ ଦେଇ ବନ୍ଧୁ କୁଶଳ କଥା କହି ପଣ୍ଡୁ ବାଳକ ରାଜା ଚିତ୍ତ ଚକ୍ର ବ୍ୟବହାର ବିପରୀତ ଶୁଣିଅଛନ୍ତି ଭଗବାନ ଅକ୍ରୂର ମୁଖେ ସାବଧାନ ସେ ରାମକୃଷ୍ଣ ପାଦ ଗତେ ନମଇ ବିପ୍ର ଜଗନ୍ନାଥେ ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସ୍ୟାମି ସହିତେ ଶିକ୍ଷାମ୍ ଦଶମ ସ୍କନ୍ଧେ ଅକ୍ରୂର ହସ୍ତିନାଗମନେ ସମାଚାର ଶ୍ରବଣେ ପୁନରାଗମନେ ନାମ 350 ଅଧ୍ୟାୟ। ବୋଲ ଆନନ୍ଦେ କବାର ହରି ହରି ବୋଲ।